ଦେଖନ୍ତୁ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରି ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଏବଂ ପରିବାର ବର୍ଗଙ୍କୁ ସହିବାର ଶକ୍ତି ଦିଅନ୍ତୁ। ମୁଁ ଆଚାର୍ଯ୍ୟଙ୍କ ବିଷୟରେ ଏତିକି କହିବି, ତାଙ୍କ ବିଷୟରେ ଯେତେ କହିଲେ ବି କମ ହବ, କାରଣ ତାଙ୍କ ଗୀତ ଶୁଣି ତାଙ୍କ ଗୀତକୁ ଭାବି ତାଙ୍କ ଗୀତରୁ ଶିଖି ଲାଇନରେ ଆସିଯିବା, ଏଇ ଲାଇନକୁ ପ୍ରଫେସନ କରିଛୁ। ଏବଂ ଆଶା କରୁଛି ଆଚାର୍ଯ୍ୟ ଯାହା ଦେଇ ଯାଇଛନ୍ତି ତାଙ୍କର ଯୋଉ ସାଧନା, ସଙ୍ଗୀତର ସାଧନା ତାଙ୍କୁ ଜୀବନର ପରିଣତ ବୟସ ପର୍ଯ୍ୟନ୍ତ ମାଇକ୍ରୋଫୋନ ସାମ୍ନାରେ ଛିଡା ହେବାର ସକ୍ଷମ ଦେଇଛନ୍ତି। ଏବଂ ସେ ଯେ ସବୁ ଟାଇପର ଗୀତ ଗାଇଛନ୍ତି, ତାଙ୍କ ଗାୟକୀର ଯୋଉ ଭର୍ସାଟାଇଲିଟି ସବୁଥିରେ ଅଛି। ସେ କମର୍ସିଆଲ ଗୀତ ଗାଆନ୍ତୁ, ରୋମାଣ୍ଟିକ ଗାଆନ୍ତୁ, ଆଇଟମ ସଙ୍ଗ ହଉ, ଗଜଲ ହଉ, ସବୁ ପ୍ରକାର ସେ ଗୀତ ଗାଇଛନ୍ତି, କେତେ ଲାଙ୍ଗୁଏଜରେ ଗୀତ ଗାଇଛନ୍ତି। ଏବଂ ତାଙ୍କ ପାଖରୁ ତାଙ୍କର ସବୁବେଳେ ହସ ହସ ମୁଖ, ସବୁବେଳେ ଇନ୍ସପାୟାରିଂ, ସମସ୍ତଙ୍କୁ ଇନ୍ସପାୟାର କରିବା, ସମସ୍ତଙ୍କୁ ସେଇଭଳି ଉତ୍ସାହିତ କରି ସବୁ ନୂଆ ଆର୍ଟିଷ୍ଟ ବା ନ୍ୟୁ ମାନଙ୍କୁ କେମିତି ଆଗକୁ ବଢିବାର ତାଙ୍କର ଯୋଉ କଥାର ଥାଏ ଗୋଟେ ଉତ୍ସାହପଣ, ସେ ପଣଟା ଆମେ ସବୁଦିନ ପାଇଁ ସମସ୍ତ ପାଖରେ ସେ ଅମର ହେଇକି ରହିବେ। ସ୍ୱ ଶରୀରରେ ତ ଭଗବାନଙ୍କର ସୃଷ୍ଟିରେ କିଏ କେତେବେଳେ ଆସିବ କିଏ କେତେବେଳେ ଯିବ ତାଙ୍କର ନିର୍ଦ୍ଦେଶ ରୁହେ, କିନ୍ତୁ ସେ ଯେତିକି ସୃଷ୍ଟି କରି ଯାଇଛନ୍ତି, ଯେତିକି ସଙ୍ଗୀତ ସେ ଯେତିକି ଗାଇ ଯାଇଛନ୍ତି, ସେ ଯୋଉ ଆର୍ଟିଷ୍ଟ ପାଇଁ ହୁଅନ୍ତୁ, ସେ ଉର୍ମିଳା ମତନଙ୍କର ହୁଅନ୍ତୁ, ମାଧବ ଦୀକ୍ଷିତ ହୁଅନ୍ତୁ, ହେମା ମାଲିନୀ ହୁଅନ୍ତୁ, କାହା ପାଇଁ ସେ ନ ଗାଇଛନ୍ତି। ଏତେ ଦଶନ୍ଧି ଧରି ଯୋଉ ଗାଇଛନ୍ତି, ଦୀର୍ଘ ମାନେ ବୟସ ପୂର୍ବରୁ ବି ଲାଷ୍ଟ ଟାଇମ ବି ସେ ଗୋଟେ ଗୀତ ଗାଇଛନ୍ତି, ଆଦନାଥ ସ୍ୱାମୀଙ୍କର ରିଲିଜ ହେଇଛି। ଜୀବନର ପରିଣତ ବୟସ ପର୍ଯ୍ୟନ୍ତ ବି ଗାଇଛନ୍ତି, ତାଙ୍କ ଗଳାରେ ଛାପ ପଡେନି, କେବଳ ସଙ୍ଗୀତର ସାଧନା ଏବଂ ସଙ୍ଗୀତକୁ ସେ ପୂଜା କରନ୍ତି ଗୋଟେ ପୂଜାରିଣୀ ହିସାବରେ। ଏବଂ ଗୋଟେ ଫ୍ୟାମିଲିକୁ ଭଗବାନ ଦୁଇଟି ରତ୍ନକୁ, ଭାରତର ଆମ ଦେଶର ରତ୍ନ ଦୁଇଟି, ଲତାଜୀ ଆଶାଜୀ ଗୋଟେ ପରିବାର ଗୋଟେ ମା କୋଳରେ ଜନ୍ମ ଦେଇଛନ୍ତି ଏବଂ ଦେଇଥିଲେ, ଯୋଉଟା କି ସେ ଆମ ସମସ୍ତଙ୍କ ପାଇଁ ନମସ୍ୟ ଚିର ନମସ୍ୟ ରହିବେ। ମୁଁ ଏତିକି କହିବି, ସେ ସ୍ୱ ଶରୀରରେ ତ କିଏ କେତେ ଆସିବେ ଯିବ, ସେଟା ଉପରବାଲାର ନିର୍ଦ୍ଦେଶ, କିନ୍ତୁ ସେ ଯାହା ଯେତିକି ସୃଷ୍ଟି କରିଛନ୍ତି ସେ ସମସ୍ତଙ୍କ ପାଇଁ, ସବୁଦିନ ପାଇଁ, ସମସ୍ତଙ୍କ ହୃଦୟରେ, ସମସ୍ତଙ୍କ ମନରେ ନିଶ୍ଚିତ ରହିବେ। ସମସ୍ତଙ୍କ ବ୍ଲଡରେ ତାଙ୍କ ଗୀତ ଅଛି। ତାଙ୍କ ଗୀତକୁ ଖାଲି କୋଉଠି ସଙ୍ଗୀତ ସାଧନା କିଏ କିଛି କରିଥାଉ ନ କରିଥାଉ, ତାଙ୍କ ଗୀତକୁ ଯଦି ଖାଲି ପ୍ରାକ୍ଟିସ କରିକି ଯଦି ଉଠେଇବ ଜଣେ ସିଙ୍ଗର, ଭଲ ସିଙ୍ଗର ହେଇପାରିବ। ସେଇଟା ହଉଛି ତାଙ୍କର ମାନେ ଆମର ଇଣ୍ଡିଆନ ମ୍ୟୁଜିକ ପାଇଁ ଏବଂ ଆମ ଦେଶ ପାଇଁ ଗୋଟେ ମାନେ ବରଦାନ। ନିଶ୍ଚିତ ମୁଁ ତ ସେଇଆ କହିଲି, ସେ ବହୁତ, ସେ ମରାଠୀ ତ ତାଙ୍କର ବରଦାନ। ମରାଠୀ ହଉ, ହିନ୍ଦୀ ହଉ, ବେଙ୍ଗଲୀ ହଉ, ଓଡିଆ ହଉ, ଅନ୍ୟ ଲାଙ୍ଗୁଏଜ ହଉ, ସବୁ ବହୁତ ଇଏରେ ଗାଇଛନ୍ତି। କିନ୍ତୁ ଯେକୌଣସି ଭାଷାରେ ସେ ଗାଆନ୍ତୁ ନା କାହିଁକି, ତାଙ୍କର ସ୍ୱରର ପକଡ଼, ତାଙ୍କର ସାଧନା, ସଙ୍ଗୀତର ସାଧନା ତାଙ୍କୁ ଏତେ ବଳିଷ୍ଠ କରିଥିଲା। ଏବଂ ଯୋଉଥିପାଇଁ ସେ ଯୋଉ ଲାଙ୍ଗୁଏଜ, ଯୋଉ ଭାଷା, ଯୋଉ ସ୍ୱର, ଯୋଉ ଟାଇପର ସ୍ୱର ବି ଗାଉଥିଲେ, ସେ ତାକୁ ଜୀବନ୍ତ କରୁଥିଲେ ଏବଂ ସେ ଗୀତଟି ଲୋକଙ୍କ ହୃଦୟରେ ବା ଛାତି ପର୍ଯ୍ୟନ୍ତ ପହଞ୍ଚୁଥିଲା। ଏବଂ ମୁଁ ଏତିକି କହିବି ଯେ ଲତାଜୀ ଆଶାଜୀ ଗୋଟେ ମା କୋଳରେ ଭଗବାନଙ୍କର ଗୋଟେ ବରଦାନ ହେଇକି ଜନ୍ମ ହେଇଥିଲେ। ଏବଂ ସେ ଫ୍ୟାମିଲି ଟୋଟାଲ ସଙ୍ଗୀତ ଫ୍ୟାମିଲି, ସେ ଲତାଜୀ ହୁଅନ୍ତୁ, ଆଶାଜୀ ହୁଅନ୍ତୁ, ଉଷାଜୀ ହୁଅନ୍ତୁ, ହୃଦୟନାଥ ମଙ୍ଗେଶକର ହୁଅନ୍ତୁ, ତାଙ୍କ ବାପା ହୁଅନ୍ତୁ, ସେ ଫ୍ୟାମିଲି ଗୋଟେ ବେଷ୍ଟ ଫ୍ୟାମିଲି। ସେ ଫ୍ୟାମିଲି ଇଣ୍ଡିଆନ ମ୍ୟୁଜିକ ପାଇଁ ଯେତିକି ଦେଇ ଯାଇଛନ୍ତି, ଯେତିକି ତାଙ୍କର ଅବଦାନ ଅଲଗା କୌଣସି ଫ୍ୟାମିଲି ସେତିକି ଦେଇପାରିବେ ନାହିଁ ବା ଦେଇନାହାନ୍ତି ଏବଂ ଇନ୍ ଫ୍ୟୁଚରରେ ଦେବେ କି ନାହିଁ। ମୁଁ ଏତିକି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି, ଭଗବାନ ଯେତିକି ଦିନ ପାଇଁ ତାଙ୍କୁ ପଠେଇଥିଲେ ସେ ତାଙ୍କ କର୍ତ୍ତବ୍ୟ କରିଛନ୍ତି ଏବଂ କର୍ତ୍ତବ୍ୟ କରିକି ସେ ପୁଣି ଭଗବାନଙ୍କ ପାଖକୁ ଫେରି ଯାଇଛନ୍ତି। ପୁଣି ଭଗବାନ ତାଙ୍କୁ ପୁଣି ଦାୟିତ୍ୱ ଦେବେ, ସେ ନିଶ୍ଚିତ ଏଇ ଆମରି ଦେଶରେ, ଆମରି ମାଟିରେ କାହା କୋଳରେ ପୁଣି ଜନ୍ମ ନେବେ ଏବଂ ପୁଣି ସେ ସଙ୍ଗୀତକୁ ଆହୁରି ଆଗକୁ ଦେବେ।